ବର୍ଷାର ଉପକାରିତା ଓ ଅପକାରିତା। ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁର ଆଗମନ ହୋଇଥାଏ। ଆଷାଢ଼ ଓ ଶ୍ରାବଣ 2 ମାସକୁ ବର୍ଷା ଋତୁ କୁହାଯାଏ। ନଦୀ, ନାଳ, ପୋଖରୀ, ଗାଡ଼ିଆ ଜଳପୂର୍ଣ୍ଣ ହୋଇଯାଏ। ବୃକ୍ଷଲତା ଓ ଜଳଚର ପ୍ରାଣୀମାନେ ଖୁସି ଅନୁଭବ କରନ୍ତି। ଉପକାରିତା। ଗ୍ରୀଷ୍ମର ପ୍ରବଳ ତାତିରେ ମଣିଷ ଓ ଅନ୍ୟ ଜୀବମାନେ ବହୁ କଷ୍ଟ ପାଇଥାନ୍ତି। ବର୍ଷା ଋତୁ ସେହି କଷ୍ଟକୁ ଦୂର କରେ। ପ୍ରାଣୀମାନେ ବର୍ଷା ଜଳ ପାଇ ଆଶ୍ୱସ୍ତ ମନେ କରନ୍ତି। ପାଣିର ଅଭାବ ରହେ ନାହିଁ। ଲୋକମାନେ ଚାଷ କାମରେ ଲାଗି ପଡ଼ନ୍ତି। ବଢ଼ି ଯୋଗୁଁ ପଟୁମାଟି ଚାଷ ଜମିରେ ପଡ଼ି ମାଟିକୁ ଉର୍ବର କରେ। ବର୍ଷା ଋତୁରେ ପ୍ରାକୃତିକ ଶୋଭା ମନ ମୋହେ। ଆକାଶରେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଦେଖିବାକୁ ମିଳେ। ଘନକୃଷ୍ଣ ମେଘକୁ ଦେଖି ମୟୂରମାନେ ନୃତ୍ୟ କରନ୍ତି। ବିଭିନ୍ନ ପ୍ରକାରର ଫୁଲ ଯଥା ଜୁଇ, ଜାଇ, ମଲ୍ଲୀ, ଟଗର, କିଆ, କେତକୀ, ଚମ୍ପା ଆଦି ସୁନ୍ଦର ସୁନ୍ଦର ଫୁଲମାନ ଫୁଟେ। ବିଭିନ୍ନ ପ୍ରକାରର ପରିବା ଯଥା ଜହ୍ନି, ଭେଣ୍ଡି, କାକୁଡ଼ି, ଲାଉ, କଖାରୁ ଆଦି ପ୍ରଚୁର ପରିମାଣରେ ମିଳେ। ଅପକାରିତା। ବର୍ଷା ଋତୁରେ ବାଟଘାଟ କାଦୁଅ ହୋଇଯାଏ। ଅନେକ ଜାଗାର ରାସ୍ତା ଭାଙ୍ଗି ବର୍ଷା ପାଣିରେ ସୁଅ ଛୁଟେ। ବର୍ଷା ପବନରେ ଚାଳ ଘର ତଳକୁ ଓହଳି ଯାଏ। ଘର ଭିତରକୁ ପାଣି ପଶିଯାଏ। ଏହି ସମୟରେ ବଢ଼ି ଆସି ବହୁ ଗାଁ ଗଣ୍ଡା ଭସାଇ ନିଏ। ଚାଷ ଜମିରେ ବାଲି ମାଡ଼ିଯାଏ। ଶେଷ କଥା, ବର୍ଷାର ଅପକାରିତା ତୁଳନାରେ ଉପକାରିତା ବେଶୀ। ଖାଦ୍ୟ ଓ ଜଳ ବର୍ଷା ଯୋଗାଇଥାଏ। ଧନ୍ୟବାଦ।